ଶ୍ରୀରାମ ଯେଉଁଠି ହନୁମାନ ସେଇଠି। ଶ୍ରୀକ୍ଷେତ୍ରରେ ଅନେକ ହନୁମାନ ମନ୍ଦିର ଅବସ୍ଥିତ। 18ନଳା ଘାଟରେ ମକରଧ୍ୱଜ ହନୁମାନ ମନ୍ଦିର, ବାଲିଘାଟ ପୁରୀ କୋଣାର୍କ ରାସ୍ତାରେ ସିଦ୍ଧ ହନୁମାନ ମନ୍ଦିର, ଲୋକନାଥ ଘାଟରେ ବକ୍ରି ହନୁମାନ ମନ୍ଦିର, ମଙ୍ଗଳା ଘାଟରେ ଉଡ଼ନ୍ତା ହନୁମାନ, ଚକ୍ରତୀର୍ଥ ରୋଡ଼ରେ ବେଡ଼ି ହନୁମାନ। ପ୍ରତ୍ୟେକ ଘାଟରେ ହନୁମାନ ଶ୍ରୀମନ୍ଦିରକୁ ଜଗି ରହିଛନ୍ତି। ଏହା ପଛରେ ଏକ ଐତିହାସିକ କାରଣ ମଧ୍ୟ ବିଦ୍ୟମାନ। ଶ୍ରୀକ୍ଷେତ୍ରକୁ ବାରମ୍ବାର ମୁସଲମାନମାନେ ଆକ୍ରମଣ କରିବାରୁ ତାଙ୍କ ଦାଉରୁ ମନ୍ଦିରକୁ ରକ୍ଷା କରିବା ପାଇଁ ରାମାନନ୍ଦୀ ସମ୍ପ୍ରଦାୟ ଦ୍ୱାରା ପଞ୍ଚରାମାନନ୍ଦୀ ଆଖଡ଼ା ପ୍ରସ୍ତୁତ କରାଯାଇଥିଲା। ସେମାନେ ହନୁମାନ ପୂଜକ ହୋଇଥିବାରୁ ପୁରୀର ପ୍ରତ୍ୟେକ ପ୍ରବେଶ ଦ୍ୱାରରେ ହନୁମାନ ମୂର୍ତ୍ତି ରଖି ଶ୍ରୀକ୍ଷେତ୍ରକୁ ରକ୍ଷା କରିବାକୁ ଚେଷ୍ଟା କରିଥିଲେ। ଶ୍ରୀକ୍ଷେତ୍ରକୁ ରକ୍ଷା କରୁଥିବା ହନୁମାନଙ୍କ ସ୍ଥିତି ଓ ପ୍ରତିଷ୍ଠା ସମ୍ପର୍କରେ ସାମାନ୍ୟ ଆଲୋଚନା କରିବା ହେଉଛି ଉକ୍ତ ରଚନାର ଉଦ୍ଦେଶ୍ୟ। ସିଦ୍ଧ ହନୁମାନ। ଏହି ମନ୍ଦିର ଗୁଣ୍ଡିଚା ମନ୍ଦିର ଠାରୁ ଚୈତନା ଆଡ଼କୁ ଯିବା ରାସ୍ତାରେ 1 କିଲୋମିଟର ଯିବା ପରେ ପୁରୀ କୋଣାର୍କ ରାସ୍ତାରେ ପଡ଼େ। କିମ୍ବଦନ୍ତୀ ଅନୁସାରେ ସନ୍ଥ ତୁଳସୀ ଦାସ ପୁରୀକୁ ଆସି ସେହି ସ୍ଥାନଟିରେ ନିରାଧାର ରହି ଜଗନ୍ନାଥଙ୍କୁ ରାମ ରୂପରେ ଦର୍ଶନ କରିବାକୁ ତପସ୍ୟା କରିଥିଲେ। ମହାପ୍ରଭୁ ଭକ୍ତ ତୁଳସୀଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ତାଙ୍କୁ ଦର୍ଶନ ଦେବା ସହିତ ଶ୍ରୀରାମଚରିତ ମାନସ ରଚନା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ମହାବୀର ବଡ଼ ପ୍ରସିଦ୍ଧ ଅଟନ୍ତି। ଏହାକୁ ପୂଜା କଲେ ସମସ୍ତ କାର୍ଯ୍ୟ ସିଦ୍ଧ ହୁଏ ବୋଲି ଏହାକୁ ସିଦ୍ଧ ମହାବୀର ମଧ୍ୟ କୁହାଯାଏ। ବର୍ଗୀ ହନୁମାନ। ଶ୍ରୀ ଲୋକନାଥଙ୍କ ଘାଟରେ ବର୍ଗୀ ହନୁମାନ ମନ୍ଦିର ଅବସ୍ଥିତ। ସେ ହିଁ ହେଉଛନ୍ତି ଶ୍ରୀକ୍ଷେତ୍ରର ରକ୍ଷାକର୍ତ୍ତା। ଇତିହାସ କହେ ମହାରାଷ୍ଟ୍ରରୁ ବର୍ଗୀମାନେ ଅଶ୍ୱପୃଷ୍ଠରେ ଆସି ବଳିଆପଣ୍ଡା ଅଞ୍ଚଳ ଦେଇ ପୁରୀରେ ପ୍ରବେଶ କରୁଥିଲେ ଓ ପୁରୀର ମନ୍ଦିର ତଥା ଜନସାଧାରଣ ପ୍ରତି ବିପଦ କାରଣ ହେଉଥିଲେ। ବର୍ଗୀମାନେ ହନୁମାନ ଭକ୍ତ ହୋଇଥିବାରୁ ସେମାନଙ୍କ ପ୍ରଭାବକୁ ପ୍ରତିହତ କରିବା ନିମିତ୍ତ ତାଙ୍କ ଆସିବା ବାଟରେ ହନୁମାନ ମୂର୍ତ୍ତି ପ୍ରତିଷ୍ଠା କରାଗଲା। ଧର୍ମ କାରଣରୁ ବର୍ଗୀମାନେ ହନୁମାନଙ୍କୁ ଡେଇଁ ପୁରୀରେ ପ୍ରବେଶ ନ କରିବାରୁ ଶ୍ରୀକ୍ଷେତ୍ର ସେମାନଙ୍କ କବଳରୁ ରକ୍ଷା ପାଇଗଲା। ସେହିଦିନ ଠାରୁ ସେହି ହନୁମାନଙ୍କ ନାମ ବର୍ଗୀ ହନୁମାନ ହୋଇଗଲା। ବେଡ଼ି ହନୁମାନ। ସମୁଦ୍ରକୂଳ ଚକ୍ରତୀର୍ଥ ରୋଡ଼ରେ ବେଡ଼ି ହନୁମାନ ମନ୍ଦିର ଅବସ୍ଥିତ। ଏହି ହନୁମାନ ମୂର୍ତ୍ତି ଦକ୍ଷିଣ ପଟରେ ରହି ଶ୍ରୀକ୍ଷେତ୍ରକୁ ରକ୍ଷା କରୁଛି। ଅତୀତରେ ସମୁଦ୍ରକୂଳ ଲଙ୍ଘନ କରି ସହରକୁ ମାଡ଼ି ଆସି ଅନେକ ଧନଜୀବନ ନଷ୍ଟ କରୁଥିବାରୁ ମହାପ୍ରଭୁଙ୍କ ଆଜ୍ଞାରେ ବୀର ହନୁମାନ ସେଠାରେ ଅବସ୍ଥାନ କରି ସମୁଦ୍ର ଯେପରି କୂଳ ଲଙ୍ଘନ କରିପାରିବ ନାହିଁ ସେଥିପାଇଁ ଜଗି ରହିଥାନ୍ତି। କାଳେ ଏହି ହନୁମାନ ଅଯୋଧ୍ୟା ଚାଲିଯିବେ, ଫଳରେ ସମୁଦ୍ର କୂଳ ଲଙ୍ଘି ପୁଣି ପୁରୀକୁ ପ୍ରବେଶ କରିବ, ସେଇଥିପାଇଁ ମହାପ୍ରଭୁ ହନୁମାନଙ୍କୁ ସେଇଠାରେ ବାନ୍ଧି ଦେଇଛନ୍ତି। ହନୁମାନଙ୍କୁ ବେଡ଼ି ପକାଯାଇଥିବାରୁ ତାଙ୍କ ନାମ ବେଡ଼ି ହନୁମାନ ହେଲା। କାନପତା ହନୁମାନ। ଏହି ହନୁମାନ ଦକ୍ଷିଣ ଦ୍ୱାରରେ ଅବସ୍ଥାନ କରି ନିଜର କାନକୁ ପୋତି ସମୁଦ୍ରର ଗର୍ଜନ ରାତିରେ ଶୁଣି ଗ୍ରହଣ କରିଥିବାରୁ ଶ୍ରୀମନ୍ଦିର ମଧ୍ୟକୁ ସମୁଦ୍ର ଗର୍ଜନ ଶୁଭାଯାଏ ନାହିଁ। ଉପରୋକ୍ତ ହନୁମାନ ମନ୍ଦିର ବ୍ୟତୀତ ଶ୍ରୀକ୍ଷେତ୍ରର ଶ୍ରୀମନ୍ଦିରରେ ଆଉ କେତେକ ହନୁମାନ ବିଗ୍ରହ ପୂଜା ପାଉଅଛନ୍ତି। ଶ୍ରୀମନ୍ଦିର ବାହାର ବେଢ଼ାରେ ପୂଜା ପାଉଥିବା ହନୁମାନଙ୍କ ବିଗ୍ରହ ଗୁଡ଼ିକ ହେଲେ ଫତେ ହନୁମାନ। ଫତେ ହନୁମାନ ବିଗ୍ରହ ରାମାନନ୍ଦାଚାର୍ଯ୍ୟଙ୍କ ସମୟରେ ସ୍ଥାପିତ ହୋଇଥିଲା। ସେ ପଞ୍ଚରାମନନ୍ଦୀ ଖଲିସାଙ୍କ ଆରାଧ୍ୟ ଦେବତା ଏବଂ ପୂର୍ବଦ୍ୱାରର ରକ୍ଷକ। ମହାବୀର ମନ୍ଦିର। କୁର୍ମବେଢ଼ାର ଦକ୍ଷିଣ ଦ୍ୱାରକୁ ମେଘନାଦ ପାଚେରୀର ଦକ୍ଷିଣ ଦ୍ୱାରକୁ ଯିବା ବାଟରେ ବାମ ପଟରୁ ପ୍ରଥମେ ମହାବୀର ମନ୍ଦିର ପଡ଼େ। ଗୋଟିଏ ଭଗ୍ନ ମନ୍ଦିର ମଧ୍ୟରେ ମହାବୀର ହନୁମାନ ପୂଜା ପାଉଅଛନ୍ତି। ମହାବୀର କଡ଼ରେ ରୋଷଘରକୁ ଯିବାକୁ ରାସ୍ତା ଅଛି। ମହାବୀରଙ୍କ ମନ୍ଦିର। ପଶ୍ଚିମ ଦ୍ୱାରର ଉତ୍ତର ପାର୍ଶ୍ୱକୁ ଓ ନୀଳାଦ୍ରି ବିହାର ମଧ୍ୟକୁ ଯିବା ରାସ୍ତାରେ ଏହି ମହାବୀର ମନ୍ଦିର ଅବସ୍ଥିତ। ଏହି ମନ୍ଦିରକୁ ମଧ୍ୟ ବୀର ହନୁମାନ ମନ୍ଦିର କହନ୍ତି। ଚାରିଧାମର ରକ୍ଷକ ଭାବରେ ବୀର ହନୁମାନ ପରିଚିତ। ତପସ୍ୱୀ ହନୁମାନ ମନ୍ଦିର। ଅର୍ପଣ ଗୋପାଳ ମନ୍ଦିର ଉତ୍ତର ଦିଗକୁ ଅର୍ଥାତ୍ ଶ୍ରୀମନ୍ଦିରର ଉତ୍ତର ଦ୍ୱାର ଆଡ଼କୁ ଗଲେ ବାମ ପଟରେ ମହାବୀର ତପସ୍ୱୀ ହନୁମାନ ମନ୍ଦିର ଦେଖିବାକୁ ମିଳେ। ଏହା ଏକ ଭଗ୍ନ ମନ୍ଦିର। କିମ୍ବଦନ୍ତୀ ଅନୁସାରେ ଜଗନ୍ନାଥ ହନୁମାନଙ୍କୁ ସେହି ସ୍ଥାନରେ ରହି ପ୍ରଭୁଙ୍କୁ ଉପାସନା କରିବା ପାଇଁ ସ୍ଥାନ ଦେଇଥିଲେ। ତପସ୍ୱୀ ହନୁମାନ ପୂର୍ବାଭିମୁଖୀ ଏବଂ 4 ଫୁଟ ଉଚ୍ଚର ମୂର୍ତ୍ତି। ତାଙ୍କର 4 ହାତରେ 4ଟି ଚକ୍ର, 2 ହାତରେ 2ଟି ଗଦା ଓ ଅନ୍ୟ 2 ହାତରେ ପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରଣତି ଜଣାଉଛନ୍ତି। ସେ ସୁଦର୍ଶନ ଚକ୍ରର ଗର୍ଭ ଖର୍ବ କରିଥିଲେ ବୋଲି କିମ୍ବଦନ୍ତୀ ଅଛି। ଏହି ଶାନ୍ତ କିନ୍ତୁ କଠୋର ଦେହଧାରୀ ଭକ୍ତରାଜ ହନୁମାନଙ୍କୁ ଦର୍ଶନ ନିମନ୍ତେ ନିମକ୍ତ ଶ୍ଲୋକ ବୋଲିବା ଉଚିତ। ଭକ୍ତାଗ୍ରଣୀ ଶାନ୍ତ ସୁରଙ୍ଗ ଦେହ ଭୁଜନ୍ଦୋଏ ପର୍ବତ ବୃକ୍ଷ ଯୁକ୍ତಂ ବନ୍ଧାଞ୍ଜଳି ମୁଗ୍ଧଗର ଯୁକ୍ତ କକ୍ଷଂ ଭଜେ କପୀନ୍ଦ୍ର କୁତ୍ର ବୈରା ନାଶମ୍।
ଶ୍ରୀମନ୍ଦିରର ପ୍ରବେଶ ଦ୍ୱାରରେ ଯେମିତି ହନୁମାନ ଅଛନ୍ତି, ସେହିପରି ପୁରୀର ପ୍ରବେଶ ଦ୍ୱାରରେ ହନୁମାନ ବିରାଜମାନ ହୋଇ ଶ୍ରୀକ୍ଷେତ୍ର ଓ ଶ୍ରୀମନ୍ଦିରକୁ ରକ୍ଷା କରୁଛନ୍ତି।